देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନମ୍ବର 2, ଆଜି ପବିତ୍ର ମହାଶିବରାତ୍ରି। ଆଲୋକମାଳାରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର। ଆଜି ପବିତ୍ର ମହାଶିବରାତ୍ରି। ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ଶୈବ ପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଲିଙ୍ଗରାଜ ମନ୍ଦିରକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି। ଆଲୋକମାଳାରେ ଶ୍ରୀଲିଙ୍ଗରାଜ ମନ୍ଦିର ଝଲସୁଛି, ଭକ୍ତଙ୍କୁ ଆକର୍ଷିତ କରୁଛି। ମହାଶିବରାତ୍ରି ପାଳନ ନେଇ ପୁଲିସର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି 2ଟାରୁ ସେବାୟତ ପରିବାର ଉତ୍ତର ଦ୍ୱାର ଦେଇ ପ୍ରବେଶ କରି ଦର୍ଶନ କରିବେ। ମହାଦୀପ ଦର୍ଶନ ରାତି 10ଟା, ସେହିପରି ବଡ଼ସିଂହର ଏବଂ ପହୁଡ଼ ଭୋର 4:30ରୁ 5ଟା ପର୍ଯ୍ୟନ୍ତ ଜାରି ରହିବ। ମହାଶିବରାତ୍ରି ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ୍ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ। ଜାଗର ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ନମ୍ବର 3, ଯୁକ୍ତ 2 ପରୀକ୍ଷା। ମଗାଗଲା ପ୍ରାକ୍ଟିକାଲରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ। ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି। ସୁରୁଖୁରୁରେ ପରୀକ୍ଷା ସରିଥିବା ବେଳେ ଏବେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରିଷଦ ପରୀକ୍ଷା ନିୟନ୍ତ୍ରକ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେଲ୍ଫ ଫାଇନାନ୍ସିଂ ଓ ଧନ୍ଦାମୂଳକ କଲେଜକୁ ଚିଠି ଲେଖି ପରୀକ୍ଷାର୍ଥୀଙ୍କ ପଞ୍ଜୀକୃତ ନମ୍ବର, ରୋଲ ନମ୍ବର ଆଦି ପ୍ରଦାନ କରିବାକୁ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗର ପ୍ରାକ୍ଟିକାଲ ପ୍ରୋଜେକ୍ଟ ପେପରରେ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଉଭୟ ସଫ୍ଟ କପି ଓ ହାର୍ଡ କପି ମାଧ୍ୟମରେ ଫେବୃଆରୀ 28 ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 4, ନକଲି ଔଷଧର ଆନ୍ତଃରାଜ୍ୟ ସମ୍ପୃକ୍ତି ସୂଚନା। ନକଲି ଔଷଧ କାରବାର ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ। ଔଷଧ ପ୍ରବର୍ତ୍ତକ ସ୍କ୍ୱାଡ୍ ବା ଡ୍ରଗ୍ ଏନଫୋର୍ସମେଣ୍ଟ ଟିମ୍ ଏହାର ଆନ୍ତଃରାଜ୍ୟ ଯୋଗାଣ କାରବାର ବିଷୟରେ ଜାଣିବାକୁ ପାଇଛି। ତଦନ୍ତ ସମୟରେ ଏନେଇ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଆନ୍ତଃରାଜ୍ୟ ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛି। ସହକାରୀ ଔଷଧ ନିୟନ୍ତ୍ରକ ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଞ୍ଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସହିତ ପୋଲିସ ଅଧିକାରୀମାନଙ୍କୁ ଏହି ଟିମ୍ରେ ସାମିଲ କରାଯାଇଛି। ଏହି ଟିମ୍ ବହୁ ଶୀଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରାଣସୀ ଯିବେ ବୋଲି ଜଣାପଡ଼ିଛି। ପାଣିପାଗ ସୂଚନା। ରାତିରେ କମ୍ ରହିବ ତାପମାତ୍ରା। ଏହି ଜିଲ୍ଲାରେ ବର୍ଷା ସମ୍ଭାବନା। ଫେବୃଆରୀ 18ରୁ 23 ତାରିଖ ଯାଏଁ ରାତିରେ ତାପମାତ୍ରା 16ରୁ 18 ଡିଗ୍ରୀ ସେଲସିୟସ୍ ରହିବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିରେ ତାପମାତ୍ରା 11ରୁ 13 ଡିଗ୍ରୀ ସେଲସିୟସ୍ ରହିବ ବୋଲି ସିଇସି କହିଛି। ସେହିପରି ଦିନବେଳା ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ ରହିବ। ଫେବୃଆରୀ 20ରୁ ଦୈନିକ ତାପମାତ୍ରା ବୃଦ୍ଧି ପାଇଁ ଫେବୃଆରୀ 23 ତାରିଖ ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ରହିବ। ଫେବୃଆରୀ 20 ତାରିଖରୁ ଦିନ ରାତିର ତାପମାତ୍ରା ବ୍ୟବଧାନ କମିବ। ରାତିରେ ବି ଦିନ ଭଳି ତାପମାତ୍ରା ବଢ଼ିବ। ତେବେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଫେବୃଆରୀ 16ରୁ 18 ତାରିଖ ମଧ୍ୟରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ନମ୍ବର 6, କଣ୍ଟେଣ୍ଟର ହେବ ଫ୍ୟାକ୍ଟ ଚେକିଂ। ମିଛ ଖବର ପ୍ରସାର ଉପରେ ଲାଗିବ ରୋକ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆଉ ଚଳିବ ନାହିଁ ମିଛ ଖବର। ଭୁଲ ଖବର ପ୍ରଚାର ପ୍ରସାର ଉପରେ ଲାଗିବ ଲଗାମ। ଅନଲାଇନ୍ କଣ୍ଟେଣ୍ଟର ଫ୍ୟାକ୍ଟ ଚେକିଂ ହେବ। ଏନେଇ କେନ୍ଦ୍ର ସରକାର ରେଗୁଲେଟରୀ ବୋର୍ଡ ଗଠନ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀକୁ ଇନପୁଟ୍ ତଥ୍ୟ ଦେବାକୁ କୁହାଯାଇଛି। ସୋସିଆଲ ମିଡ଼ିଆ କଣ୍ଟେଣ୍ଟ ଉପରେ ଏକ ମାନଦଣ୍ଡ ରହିବ। ଏହି ନେଟୱାର୍କ ଏକ ସେଲ୍ଫ ରେଗୁଲେଟରୀ ବୋର୍ଡ ଭଳି କାମ କରିବ। ଏଥିରେ ମିଛ ଖବର ପୋଷ୍ଟ କରୁଥିବା କମ୍ପାନୀ ଓ ଲୋକଙ୍କୁ ଚିହ୍ନଟ କରାଯିବ, ଯାହା ସରକାରଙ୍କ ସହିତ ଜଡ଼ିତ ନଥିବ। ସୋସିଆଲ ମିଡ଼ିଆ କମ୍ପାନୀଙ୍କ ସହ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏଥିରେ କମ୍ପାନୀମାନଙ୍କୁ ଇନପୁଟ୍ ତଥ୍ୟ ପ୍ରସ୍ତୁତ କରି ପ୍ରଦାନ କରିବାକୁ କୁହାଯାଇଥିଲା। ଏହି ବୈଠକରେ ମନ୍ତ୍ରଣାଳୟ ଫେକ୍ ନ୍ୟୁଜକୁ ରେଗୁଲେଟ୍ କରିବାକୁ ପ୍ରସ୍ତାବ ଦେବା ସହିତ ଚର୍ଚ୍ଚା କରିଥିଲେ। ନମ୍ବର 7, ଆଦାନୀ ବିବାଦ। କେନ୍ଦ୍ରର ବନ୍ଦ ଲଫାଫା ପ୍ରସ୍ତାବକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ। ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଉଥିବା ବେଳେ ନିୟନ୍ତ୍ରଣମୂଳକ ପଦକ୍ଷେପକୁ ଅଧିକ ସଶକ୍ତ ପୁଞ୍ଜିନିବେଶକାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବନ୍ଦ ଲଫାଫାରେ ଗୋଟିଏ ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟକୁ ପ୍ରସ୍ତାବ ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ଏହି ବନ୍ଦ ଲଫାଫାକୁ ଗ୍ରହଣ କରିନାହାନ୍ତି। ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ଅଧିକ ସ୍ୱଚ୍ଛତା ଚାହୁଁଥିବା କହିଛନ୍ତି। ଆଦାନୀ ଗ୍ରୁପ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ ଓ ଏହାର ଷ୍ଟକ୍ ମୂଲ୍ୟ ହ୍ରାସ ପାଉଥିବାରୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ବିଶେଷଜ୍ଞଙ୍କୁ ନେଇ ପ୍ୟାନେଲ ଗଠନ କରିବା ସମ୍ପର୍କରେ କେନ୍ଦ୍ରକୁ ଜବାବ ମାଗିଥିଲେ। ଏହି ପ୍ୟାନେଲରେ ଜଣେ ବିଚାରପତି ମଧ୍ୟ ରହିପାରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ। ଏହାର ଜବାବରେ କେନ୍ଦ୍ର ସରକାର ବନ୍ଦ ଲଫାଫାରେ ପ୍ୟାନେଲ ଗଠନ ସମ୍ପର୍କରେ ତଥ୍ୟ ଦେଇଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆଦାନୀ ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ଏକ ସେୟାର ବଜାରକୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବେ।
ଏହି ବିଶେଷଜ୍ଞ କମିଟିର ନେତୃତ୍ୱ ଜଣେ ପୂର୍ବତନ ବିଚାରପତି ନେବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କାଲି ଶୁଣାଣି ବେଳେ ଏହା କହିଛନ୍ତି। ଏହି କମିଟି ଷ୍ଟକ୍ ମାର୍କେଟର କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦିଗରେ କାମ କରିବ। ତେବେ ଶୁକ୍ରବାର କୋର୍ଟ ଏହା କହି ମାମଲାକୁ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଏହି ମାମଲାରେ ସେ ତାଙ୍କ ତରଫରୁ ବିଶେଷଜ୍ଞ କମିଟି ଗଠନ କରିବେ। ନମ୍ବର 8 ସଡ଼କ ସୁରକ୍ଷାରେ ଓଡ଼ିଶାକୁ 67% ମାର୍କ। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତ୍ତଲଙ୍କ ନେତୃତ୍ୱରେ ଏକ ଟିମ୍ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ କାଲି ଲୋକସଭା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ କି ପଦକ୍ଷେପ ନେଇଛନ୍ତି ସେ ନେଇ ସବିଶେଷ ସୂଚନା ଦେଇଥିଲେ। ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ କମିଟି ସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଆଉ କ'ଣ କରିବା ଦରକାର ସେ ନେଇ ପରାମର୍ଶ ଦେଇଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ବ୍ୟବସ୍ଥାକୁ ନେଇ 67% ମାର୍କ ରଖିଛନ୍ତି। ତେଣୁ ସଡ଼କ ସୁରକ୍ଷା ଦିଗରେ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ହେବ। ନମ୍ବର 9 ଆପ୍ର ବଡ଼ ବିଜୟ, ମେୟର ନିର୍ବାଚନରେ ଭୋଟ ଦେଇପାରିବେନି ମନୋନୀତ ସଦସ୍ୟ। ସୁପ୍ରିମକୋର୍ଟରେ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀର କ୍ଷମତାସୀନ ଆପ୍। ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ। ଉପରାଜ୍ୟପାଳ ଭିକେ ସକ୍ସେନା କିଛି ସଦସ୍ୟଙ୍କୁ ଏମ୍ସିଡିକୁ ମନୋନୀତ କରିଥିଲେ। ସେମାନଙ୍କର ଭୋଟ ଦେବାର ଅଧିକାର ରହିଛି ବୋଲି ମଧ୍ୟ ବିଜେପି ଯୁକ୍ତି କରିଥିଲା। ହେଲେ କାଲି ସୁପ୍ରିମକୋର୍ଟ ସବୁକିଛି ସ୍ପଷ୍ଟ କରି ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏହି ପ୍ରସଙ୍ଗକୁ ଆଧାର କରି 2 ମାସ ମଧ୍ୟରେ ଏକାଧିକ ଥର ମେୟର ନିର୍ବାଚନ ସ୍ଥଗିତ ହୋଇଥିଲା। ଆପ୍ ଅଭିଯୋଗ କରିଥିଲା ଯେ ବିଜେପି ଏମ୍ସିଡିକୁ ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ଦଳ ଜଣେ ବିଜେପି ନେତାଙ୍କୁ ମେୟର ପଦକୁ ନିର୍ବାଚିତ କରିବାକୁ ଚାହୁଁଥିବା ଆପ୍ କହିଥିଲା। ନମ୍ବର 10 ସରକାର ଆଣିବେ ନିଜର ଓଟିଟି ପ୍ଲାଟଫର୍ମ, ଗାଁ ଗାଁରେ ପହଞ୍ଚିବ ଏଫ୍ଏମ୍ ରେଡିଓ। କେନ୍ଦ୍ର ସରକାର ନିଜର ଏକ ଓଟିଟି ପ୍ଲାଟଫର୍ମ ଆଣିବାକୁ ଯାଉଛନ୍ତି। ସେହିପରି ଏଫ୍ଏମ୍ ରେଡିଓକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି। ଏଫ୍ଏମ୍ ରେଡିଓ ପାଇଁ ସରକାର ନିଲାମ ଡାକିବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା ସରକାରଙ୍କ ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ ସୋସାଇଟି ଏକ୍ସପୋ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ସରକାରଙ୍କ ଯୋଜନା ଏଫ୍ଏମ୍ ରେଡିଓକୁ ଚଳିତ ବର୍ଷ ଟିୟର 2 ଏବଂ ଟିୟର 3 ସହରରେ ପହଞ୍ଚାଇବେ। ଭାରତରେ ବର୍ତ୍ତମାନ ସମୟରେ ବଡ଼ ସଂଖ୍ୟାରେ ଏଫ୍ଏମ୍ ରେଡିଓ ଷ୍ଟେସନ ରହିଛି, କିନ୍ତୁ ଏହାର ସେବା ଦେଶର ଭୌଗୋଳିକ ସ୍ଥିତିକୁ ଦେଖିଲେ ଏହା ମାତ୍ର 60%। ଏହାସହ ସେ କହିଛନ୍ତି ଯେ ଆମେ 2023-24ରେ ଓଟିଟି ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା ରଖିଛୁ। ଏହାସହ ସୂଚନା ସଚିବ କହିଛନ୍ତି ଯେ ଟେଲିଭିଜନ ସିଗ୍ନାଲ ମୋବାଇଲ ଫୋନରେ କିପରି ପହଞ୍ଚିବ ସେଥିପାଇଁ ଆଇଆଇଟି କାନପୁର ସହ କାମ ଜାରି ରହିଛି। ନମ୍ବର 11 ପ୍ରତିଦିନ ବିଦେଶୀ ଅର୍ଥର ତଥ୍ୟ ଦାଖଲ କରିବ ଷ୍ଟେଟ୍ ବ୍ୟାଙ୍କ। ବିଦେଶରୁ ଆସୁଥିବା ପାଣ୍ଠିର ତଥ୍ୟ ସଂଗ୍ରହକୁ ସରକାର କଡ଼ାକଡ଼ି କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦେଶରୁ ଭାରତୀୟମାନଙ୍କ ନିକଟକୁ ଅର୍ଥ ପଠାଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଷ୍ଟେଟ୍ ବ୍ୟାଙ୍କ ପ୍ରଦାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏଥିପାଇଁ ଏଫ୍ସିଆର୍ଏ ବା ବିଦେଶୀ ମୁଦ୍ରା ନିୟନ୍ତ୍ରଣ ଆଇନ ସମ୍ପର୍କିତ କାରବାର ପାଇଁ ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିଛି। ଏଫ୍ସିଆର୍ଏ ଅଧୀନରେ ବିଦେଶରୁ ଆସୁଥିବା ଅର୍ଥ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୂଆଦିଲ୍ଲୀ ମୁଖ୍ୟ ଶାଖାର ଏଫ୍ସିଆର୍ଏ ଆକାଉଣ୍ଟରେ ଗ୍ରହଣ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଗୃହ ମନ୍ତ୍ରଣାଳୟର ଆବଶ୍ୟକତା ଅନୁସାରେ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ଯଥା ନାମ, ଠିକଣା, ଦେଶ, ପରିମାଣ, ମୁଦ୍ରା, ଅର୍ଥ ପଠାଇବାର ଉଦ୍ଦେଶ୍ୟ ଆଦି ଏଥିରେ ଉଲ୍ଲେଖ ରହିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉକ୍ତ ତଥ୍ୟ ଗୃହ ମନ୍ତ୍ରଣାଳୟକୁ ପ୍ରତିଦିନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଆସନ୍ତା ମାର୍ଚ୍ଚ 15 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ନମ୍ବର 12 ଭୁବନେଶ୍ୱର ଉପକଣ୍ଠରେ ନିର୍ମାଣ ହେବ ରାଜ୍ୟର ବୃହତ୍ ଜେଲ୍। ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍ ଜେଲ୍ ନିର୍ମାଣ ହେବ। ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍ ସେଠାକୁ ସ୍ଥାନାନ୍ତରିତ ହେବ। ଏହି ଜେଲ୍ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ। ଏହି ସ୍ୱତନ୍ତ୍ର ଜେଲ୍ରେ 2500 କଏଦୀ ରହିପାରିବେ। 50 ଏକର ଜାଗାରେ ନିର୍ମାଣ ହେବ ଏହି ଜେଲ୍। ଆଗାମୀ 2 ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଜାମୁଝରିରେ ରାଜ୍ୟର ପ୍ରଥମ ଗ୍ରୀନ୍ ଜେଲ୍ ହେବା ସହ ଜିରୋ କାର୍ବନ ଇମିସନ୍ ଓ ସ୍ମାର୍ଟ ଜେଲ୍ ହେବ ଏହି ନୂତନ ଜେଲ୍। ଜେଲ୍ ଭିତରେ ରହିବ ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରୀ, ଜିମ୍, ବେକରୀ ଇନପୁଟ୍, ଫୁଡ୍ ପ୍ରୋସେସିଂ ୟୁନିଟ୍, ମହିଳା କଏଦୀଙ୍କ ପାଇଁ ବଡ଼ ଜାଗା ଇତ୍ୟାଦି। ନମ୍ବର 13 ଫେବୃଆରୀ 19ରୁ 25ତମ କଳିଙ୍ଗ ନାଟ୍ୟ ମହୋତ୍ସବ। ଫେବୃଆରୀ 19ରୁ 23 ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପଠାରେ କଳିଙ୍ଗ ନାଟ୍ୟ ମହୋତ୍ସବ ଆୟୋଜିତ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରର ଅନୁଷ୍ଠାନ ଏଠାରେ ନାଟକ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ତ୍ରିଲୋଚନ ପ୍ରସାଦ ସାହୁ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ। ସେହିଭଳି ଚିତ୍ରନାଟ୍ୟରେ ବ୍ରଜକିଶୋର ମହାନ୍ତିଙ୍କୁ ସୁମିତ୍ରା ସମ୍ମାନରେ ସମ୍ମାନିତ କରାଯିବ। ପ୍ରମିଳା ପ୍ରତିଭା ସମ୍ମାନ ପାଇବେ ନିବେଦିତା ଜେନା। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅନ୍ତର୍ୟାମୀ ପଣ୍ଡା, ନିର୍ଦ୍ଦେଶକ ନଳିନୀ ନିହାର ନାୟକ, ଚିତ୍ରନାଟ୍ୟ ଧନୁରୁଦ୍ଧର ମିଶ୍ର,
ଛାପ ଗଣମାଧ୍ୟମର ସାମ୍ବାଦିକ ବିଜୟ ମଣ୍ଡଳ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦିକା ଅନିତା ଦାସ ଚଳିତ ବର୍ଷ ଶତାବ୍ଦୀ କଳାକାର ସମ୍ମାନ ପାଇବେ ବୋଲି ଚୟନ କରାଯାଇଛି। ନମ୍ବର 14 ଉଦ୍ଧବ ଠାକରେ ଜଳକା ସିନ୍ଦେ ଗୋଷ୍ଠୀ ଏବେ ପ୍ରକୃତ ଶିବସେନା ମିଳିଲା ଧନୁ ତୀର। ବିଜେପି ସମର୍ଥନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେଙ୍କ ବଡ଼ ବିଜୟ। 8 ମାସ ତଳେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇଥିବା ସିନ୍ଧେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ କାଲି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ ତୀର ପ୍ରଦାନ କରିଛନ୍ତି। ଏହାର ଅର୍ଥ ସିନ୍ଦେ ଗୋଷ୍ଠୀ ଏବେ ଶିବସେନାର ପୁରୁଣା ଚିହ୍ନରେ ନିର୍ବାଚନ ଲଢ଼ିବେ। ସିନ୍ଦେ ଗୋଷ୍ଠୀ ସହ ଅଧିକାଂଶ ସଦସ୍ୟ ରହିଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି। ସିନ୍ଦେ ଏଣ୍ଡ କୋ ନିଜକୁ ପ୍ରକୃତ ଶିବସେନା କହିବା ସହ ଦଳର ନାଁ ଓ ନିର୍ବାଚନୀ ଚିହ୍ନ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ଏହା ସଫଳ ହୋଇଛି। ନମ୍ବର 15 ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା ପୂର୍ବତନ ଏଜିଙ୍କ ଟ୍ରାଏଲ ଉପରେ ରୋକ। ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ଏଜି ଅଶୋକ ମହାନ୍ତିଙ୍କ ବିରୋଧରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଟ୍ରାଏଲ କୋର୍ଟଙ୍କ ପରବର୍ତ୍ତୀ ପ୍ରୋସିଡିଂ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏସ୍ ବୋପନ୍ନା ଓ ବିଚାରପତି ଜଷ୍ଟିସ ହେମ କୋହଲିଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ଖଣ୍ଡପୀଠ ସିବିଆଇକୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଟ୍ରାଏଲ କୋର୍ଟ ଆବେଦନକାରୀ ଆଡଭୋକେଟ୍ ମହାନ୍ତିଙ୍କ ଡିସଚାର୍ଜ ପିଟିସନକୁ ଖାରଜ କରିଦେଇଥିଲେ। ଓଡ଼ିଶା ହାଇକୋର୍ଟ ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ଆବେଦନକାରୀଙ୍କ ରିଭିଜନ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ। ଆଡଭୋକେଟ୍ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ ବସନ୍ତ ମାମଲାର ପରିଚାଳନା କରୁଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 5ରେ ହେବ। ନମ୍ବର 16 ଭାରତରେ ଥିବା ଟ୍ୱିଟର ଅଫିସ ବନ୍ଦ କଲେ ମସ୍କ। ଭାରତରେ ଥିବା ଟ୍ୱିଟରର 3ଟି ଅଫିସରୁ 2ଟିକୁ ବନ୍ଦ କରିଦେଇଛନ୍ତି ସଂସ୍ଥାର ମାଲିକ ଏଲନ୍ ମସ୍କ। ସେ 2ଟି ଯାକ ଅଫିସ ବନ୍ଦ କରି କର୍ମଚାରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ଏଣିକି କର୍ମଚାରୀମାନେ ଘରେ ରହି କାମ କରିବେ। ଟ୍ୱିଟରକୁ କିଣିବା ପରେ ମସ୍କ କଷ୍ଟ କଟିଂ ଏବଂ କର୍ମଚାରୀ ହ୍ରାସ କରିବେ ବୋଲି କହିଥିଲେ। ଏହି କ୍ରମରେ ସେ ପ୍ରଥମେ ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲେ। ଏବେ ସେ ଭାରତରେ ଥିବା 2ଟି ଅଫିସକୁ ବନ୍ଦ କରିଦେଇଛନ୍ତି। ଗତ ବର୍ଷ ଟ୍ୱିଟର ଭାରତରେ କମ୍ପାନୀ ପାଇଁ କାମ କରୁଥିବା 90% ବା 200ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଥିଲା। ନମ୍ବର 17 ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବ ସିଇଓ। ଗୁଗଲ ଆଡୋବ ପେପ୍ସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରତୀୟ ବଂଶୋଦ୍ଭବ। ୟୁଟ୍ୟୁବର ସିଇଓ ସୁଶାନ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତୀ ସିଇଓ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। 9 ବର୍ଷ ଧରି ୟୁଟ୍ୟୁବର ସିଇଓ ପଦରେ ରହିବା ପରେ ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ିଛନ୍ତି ସୁଶାନ। ଭାରତୀୟ ବଂଶୋଦ୍ଭବ ନୀଲ ଜଣେ ଆମେରିକାର ଟେକ୍ ଜାୟାଣ୍ଟ। କାଲିଫର୍ଣ୍ଣିଆ ସ୍ଥିତ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଇଲେକ୍ଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟର୍ନସିପ୍ କରିଥିଲେ ନୀଲ ମୋହନ। 2008ରେ ସେ ଗୁଗଲରେ ଯୋଗ ଦେଇଥିଲେ। ଗୁଗଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ନୀଲ। ୟୁଟ୍ୟୁବକୁ ଗୁଗଲ ଅକ୍ତିଆର କରିବା ପରେ 2015ରେ ସେ ଏହାର ଚିଫ୍ ପ୍ରଡକ୍ଟ ଅଫିସର ହୋଇଥିଲେ। ତାଙ୍କ ସମୟରେ ୟୁଟ୍ୟୁବରେ ଟିଭି, ମ୍ୟୁଜିକ୍, ପ୍ରିମିୟମ୍ ଏବଂ ବହୁଳ ପ୍ରସାରିତ ସର୍ଟସର ଆରମ୍ଭ କରିଥିଲେ। ନମ୍ବର 18 ଭସାପୋଲରେ ଭାରୀ ଯାନ ପାଇଁ କଟକଣା। ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା 2ଟି ଇଞ୍ଜିନ ମଧ୍ୟରୁ ଗୋଟିଏ ଠିକଣା ଭାବେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ ପରିବହନ କରୁଛି। ଭାରୀଯାନ ଭସାପୋଲରେ ଲଦା ହେବା ପରେ ଏହା ଆଉ ଟାଣୁନି। ଫଳରେ ଭସାପୋଲ ବାରମ୍ବାର ମଝି ଚିଲିକାରେ ଅଟକି ଯାଉଛି। ଭସାପୋଲରେ ଗୋଟିଏ ଇଞ୍ଜିନ କାମ କରୁନଥିବାରୁ ଏହାର ମରାମତି କାମ ଆରମ୍ଭ ହୋଇଛି। ସେଥିପାଇଁ ଭାରୀଯାନ ଚଳାଚଳ ଉପରେ ସାମୟିକ ଭାବେ କଟକଣା ଜାରି କରାଯାଇଛି। ଇଞ୍ଜିନ ମରାମତି ହେବା ପରେ ପୁଣି ଥରେ ଭାରୀଯାନ ପରିବହନ କରାଯିବ। ଏବେ କେବଳ ଯାତ୍ରୀ ପରିବହନ ଚାଲିଥିବା ଅଧିକାରୀ ଜଣକ କହିଛନ୍ତି। ନମ୍ବର 19 ଗଣତନ୍ତ୍ରର ହତ୍ୟା ଶିବସେନାକୁ ହରାଇବା ପରେ ଉଦ୍ଧବଙ୍କ ପ୍ରତିକ୍ରିୟା। ଶିବସେନା ଦଳର ନାମ ଚିହ୍ନ ଧନୁସରକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରାଯିବା ପରେ ଆକ୍ରମକ ହୋଇଉଠିଛନ୍ତି ଉଦ୍ଧବ ଠାକରେ। ସିନ୍ଧେଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଜଣେ ଗଦ୍ଦାର ବା ବିଶ୍ୱାସଘାତକ ସବୁବେଳେ ଗଦ୍ଦାର ହିଁ ରହିଥାଏ। ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯାଉ ବୋଲି ମୁଁ ନିର୍ବାଚନ ଆୟୋଗଙ୍କୁ କହିଥିଲି, କିନ୍ତୁ ତାହା ହୋଇନାହିଁ। ଭବିଷ୍ୟତରେ ଯେ କେହି ବି ବିଧାୟକ କିମ୍ବା ସାଂସଦଙ୍କୁ କିଣି ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିବେ। ଏବେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଶେଷ ହୋଇଛି ବୋଲି ଘୋଷଣା କରିବା ଉଚିତ। ଏହା ଏକ ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଏହା ସିଧାସଳଖ ଚୋରି। ନମ୍ବର 20 ସାଧାରଣ ଜନତା ଛାତ୍ରଛାତ୍ରୀଙ୍କୁ ମୋ ସାଇକେଲ ଦେବ ବିଏମ୍ସି। ରାଜଧାନୀରେ ମୋ ସାଇକେଲ ଯୋଜନାରେ କିଣାଯାଇଥିବା ସାଇକେଲ ମରାମତି କରାଯାଇ ଭୁବନେଶ୍ୱରରେ ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ଦିଆଯିବ। 3 ବର୍ଷରୁ ଅଧିକ ସମୟ ଧରି ଖରା, ବର୍ଷା, ଶୀତ କାକରରେ ପଡ଼ି ଅବ୍ୟବହୃତ ହୋଇ ପଡ଼ି ରହିବା ପରେ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟମୃତା କୁଲଙ୍ଗେ ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ ମାଗଣାରେ ସାଇକେଲ ଦେବା ପୂର୍ବରୁ ଉପଯୁକ୍ତ ଏସ୍ଓପି ଅନୁସରଣ କରି ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯିବ। ସେ କହିଛନ୍ତି, ଆମେ ଏବେ ମୋ ସାଇକେଲ ମରାମତି କରୁଛୁ। କୋଭିଡ୍ କଟକଣା ସମୟରେ ଏଗୁଡ଼ିକୁ ବ୍ୟବହାର କରାଯାଇପାରି ନାହିଁ। ନାଗରିକମାନେ କିଭଳି ଏହାର ବ୍ୟବହାର କରିପାରିବେ ତାହା ଉପରେ ନଜର ରହିବ। କିଛି ଯୁବକ, କିଛି ଛାତ୍ର ଏବଂ କିଛି ସାଇକେଲ ପ୍ରେମୀଙ୍କୁ ଏହି ସାଇକେଲ ମିଳିବ। ଆଉ କୌଣସି ସାଇକେଲ ଅବ୍ୟବହୃତ ରହିବ ନାହିଁ ବୋଲି କୁଲଙ୍ଗେ କହିଛନ୍ତି।
नंबर 21 NTCA ର ମଞ୍ଜୁରୀ ଦେବ୍ରିଗଡ଼ରେ ହେବ ବ୍ୟାଘ୍ର ଅଭୟାରଣ୍ୟ। ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ବ୍ୟାଘ୍ର ଅଭୟାରଣ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପିଥିବା ଦେବ୍ରିଗଡ଼ ଅଭୟାରଣ୍ୟ ସହ ସରାଇଦାମାକ ଓ ଚେନ୍ଦୁଆରେ ସଂରକ୍ଷିତ ଜଙ୍ଗଲକୁ ମିଶାଇ 804 ବର୍ଗ କିଲୋମିଟର ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ସୃଷ୍ଟି କରାଯିବ। ଏଥିପାଇଁ 2018ରୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାଖଲ କରିଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ମଞ୍ଜୁର କରିଛନ୍ତି। ଦେବ୍ରିଗଡ଼ ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀଙ୍କ ସହ ବହୁ ସଂଖ୍ୟାରେ କଲରାପତରିଆ ବାଘ ଅଛନ୍ତି, କିନ୍ତୁ 2017ରେ ଏହି ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ଏହା ପରଠାରୁ ଦେବ୍ରିଗଡ଼ ମହାବଳ ଶୂନ୍ୟ ହୋଇ ରହିଥିଲା, କିନ୍ତୁ 2022ରେ ପୁଣି ଏକ ଯୁବ ଅଣ୍ଡିରା ମହାବଳ ବାଘ ଆସି ଏହି ଅଭୟାରଣ୍ୟରେ ପ୍ରବେଶ କରିଛି ଓ ଆସ୍ଥାନ ଜମେଇଛି। ଏହାର ପରେ ପରେ NCTA ଏହି ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ମଞ୍ଜୁରୀ ଦେଇଛି। ନମ୍ବର 22 ଆନ୍ଦୋଳନ ଭିଡିଓ ଯୋଗୁଁ ତେହେରାନ କ୍ଷୁବ୍ଧ, ଭାରତ ଗସ୍ତ ବାତିଲ କଲେ ଇରାନ ମନ୍ତ୍ରୀ। ସରକାରଙ୍କୁ ବିରୋଧ କରି ଜଣେ ଇରାନ ମହିଳା ଚୁଟି କାଟୁଥିବା ଭିଡିଓ ଦେଖି କ୍ଷୁବ୍ଧ ହୋଇଛି ତେହେରାନ। ଏଥିପାଇଁ ଭାରତ ଗସ୍ତ ବାତିଲ କରିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିଆନ। ରାଇସିନା ଡାୟଲଗରେ ଭାଗ ନେବାକୁ ମନ୍ତ୍ରୀ ହୁସେନ ଆସନ୍ତା ମାସରେ ଭାରତ ଆସିବାର ଥିଲା। ଏହି କାର୍ଯ୍ୟକ୍ରମକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ମିଶି ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ଆୟୋଜନ କରୁଛି। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଇରାନ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ହୁସେନ ଯୋଗ ଦେଇପାରିବେ ନାହିଁ ବୋଲି ଆୟୋଜକମାନଙ୍କୁ ଜଣାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ରାଇସିନା ଡାୟଲଗର ପ୍ରମୋସନାଲ ଭିଡିଓ ଯୋଗୁଁ ଇରାନ କ୍ଷୁବ୍ଧ ହୋଇଛି। ଏହି ଭିଡିଓରେ ଏମିତି ଗୋଟିଏ ଦୃଶ୍ୟ ରହିଛି ଯେଉଁଥିରେ ଜଣେ ମହିଳା ଇରାନ ସରକାରଙ୍କୁ ବିରୋଧ କରି ନିଜର ଚୁଟି କାଟୁଛନ୍ତି। ଏହି ସମୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଫଟୋ ମଧ୍ୟ ରହିଛି। ପ୍ରାୟ ମାସକ ତଳେ ଏହି ଭିଡିଓକୁ ଆୟୋଜକ ସଂସ୍ଥା ଜାରି କରିଥିଲା। ନମ୍ବର 23 କରାଚି ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ, 20 ପୁଲିସ କର୍ମୀ ନିହତ। ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା 8ରୁ 10 ବୋଲି କୁହାଯାଉଛି। ଏହି ଘଟଣାରେ 20 ଜଣ ପୁଲିସ କର୍ମୀ ନିହତ ହୋଇଥିବା ଜଣାଯାଇଛି। ଏହି ଆକ୍ରମଣ ପାଇଁ ତେହରିକେ ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଗଣମାଧ୍ୟମ ଡନ୍ ଅନୁଯାୟୀ ପୁଲିସ ମୁଖ୍ୟାଳୟରେ 10ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି। ଏହାସହ ଆତଙ୍କବାଦୀମାନେ ଏକ ବହୁମହଲା କୋଠା ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି। ତେବେ ସୁରକ୍ଷା ବାହିନୀ ଓ ପୁଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଛି। କରାଚି ପୁଲିସ ମୁଖ୍ୟାଳୟ ନିକଟରେ ଥିବା ସଦର ପୁଲିସ ଥାନା ଉପରେ ବି ଆତଙ୍କବାଦୀମାନେ ଗୁଳିଚାଳନା କରିଛନ୍ତି। ନମ୍ବର 24 BBC ଟିକସ ପ୍ରଦାନରେ ଅନିୟମିତତା ରହିଛି, କହିଲା ଆୟକର ବିଭାଗ। ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା BBC କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଶେଷ ହେବା ପରେ ବିଭାଗ ପକ୍ଷରୁ କେତେକ ବଡ଼ ଦାବି କରାଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସର୍ଭେ ପରେ ଜଣାପଡ଼ିଛି ଯେ ଅନ୍ତର୍ଜାତୀୟ ଟିକସକୁ ନେଇ BBC କାର୍ଯ୍ୟାଳୟରେ କିଛି ଅନିୟମିତତା ରହିଛି। ସର୍ବେକ୍ଷଣ ବେଳେ BBC ଗ୍ରୁପ କମ୍ ଆୟ ଦେଖାଇ ଟିକସ ସଞ୍ଚୟ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ସର୍ବେକ୍ଷଣ ସମୟରେ ବିଭାଗ ପକ୍ଷରୁ ସଂଗଠନର ପରିଚାଳନା ସମ୍ବନ୍ଧୀୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ମିଳିଥିବା ପ୍ରମାଣରୁ ସ୍ପଷ୍ଟ ଯେ BBCର ବିଦେଶୀ ୟୁନିଟ୍ ମାଧ୍ୟମରେ ଲାଭର ଅନେକ ଉତ୍ସ ରହିଥିଲା, ଯାହା ଉପରେ ଭାରତରେ ଦେୟଯୋଗ୍ୟ ଟିକସ ପୈଠ କରାଯାଇନଥିଲା। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଦେଶରେ ଏବଂ ଦେଶରେ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କର ଦେୟ ଭାରତୀୟ ୟୁନିଟ୍ ଦେଇଥିଲା, କିନ୍ତୁ ତାହା ଉପରେ ମଧ୍ୟ ଟିକସ ପୈଠ କରାଯାଇନଥିଲା। ନମ୍ବର 25 ଡ୍ରୋନ୍ରେ ଆସିଲା ଔଷଧ, 40 କିଲୋମିଟରକୁ ଲାଗିଲା 30 ମିନିଟ୍। ଉତ୍ତରାଖଣ୍ଡର ଖଣ୍ଡୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନ୍ରେ ଔଷଧ ଆସିଥିଲା। ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍ସରୁ ପଠାଯାଇଥିଲା। ଋଷିକେଶରୁ ତେହରି 40 କିଲୋମିଟର ଦୂରତ୍ୱ ହୋଇଥିବା ବେଳେ ଡ୍ରୋନ୍ଟିକୁ ଏଥିପାଇଁ ମାତ୍ର 30 ମିନିଟ୍ ସମୟ ଲାଗିଥିଲା। ସଡ଼କ ପଥରେ ଏହି ଔଷଧ ଆସିଥିଲେ 2 ଘଣ୍ଟା ଲାଗିଯାଇଥାନ୍ତା। ପରୀକ୍ଷାମୂଳକ ଭାବେ ଋଷିକେଶରୁ ତେହରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ରୋନ୍ ସାହାଯ୍ୟରେ ଟିବି ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ପଠାଯାଇଥିଲା। ସେହିପରି ଟିବି ରୋଗୀଙ୍କଠାରୁ ସଂଗ୍ରହିତ ନମୁନାକୁ ଋଷିକେଶ ସ୍ଥିତ ଏମ୍ସକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଥିଲା। ନମ୍ବର 26 ରାଜଗୋପାଳଙ୍କୁ 40ତମ ନିୱାନ ଶାନ୍ତି ପୁରସ୍କାର। ଜାପାନର 40ତମ ନିୱାନ ଶାନ୍ତି ପୁରସ୍କାର ପାଇବେ ଭାରତର ବିଶିଷ୍ଟ ସମାଜସେବୀ ରାଜଗୋପାଳ ପିଭି। ପ୍ରଖ୍ୟାତ ଗାନ୍ଧୀବାଦୀ ଓ ସର୍ବୋଦୟୀ ନେତା ତଥା ଆନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ସଂଗଠନ ଏକତା ପରିଷଦର ପ୍ରତିଷ୍ଠାତା ରାଜଗୋପାଳଙ୍କୁ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ଦୁନିଆର ପ୍ରତିଷ୍ଠିତ ସଂସ୍ଥା ନିୱାନ ପିସ୍ ଫାଉଣ୍ଡେସନ ଜାପାନ ତରଫରୁ ଏହି ପୁରସ୍କାର ମିଳିବ। ସମ୍ପୃକ୍ତ ପ୍ରତିଷ୍ଠାନର ଆନୁଷ୍ଠାନିକ ଘୋଷଣା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଓ ଅହିଂସକ ଉପାୟରେ ରାଜଗୋପାଳ ଦେଶର ସବୁଠୁ ଗରିବ ଲୋକଙ୍କ ପାଇଁ ଜାତିଭେଦ ଲିଙ୍ଗଭେଦ ବିନା ସମସ୍ତ ନାଗରିକଙ୍କର ସମାନ ମାନବିକ ମର୍ଯ୍ୟାଦା ତଥା ସମାନ ଅଧିକାର ଦିଗରେ କାର୍ଯ୍ୟ କରିଆସିଛନ୍ତି। ନମ୍ବର 27 ମହିଳା ଜାତୀୟ ହକିରେ ତାମିଲନାଡୁର ଗୋଲ ବର୍ଷା।
आंध्रप्रदेशर काकीनाडा चलिथिबा हॉकी इंडिया परिचालित वरिष्ठ महिला जातीय प्रतियोगितार त्रयोदश संस्करण में गुरुवार तमिलनाडु गोल वर्षा करिछि। पुल एच रे एही दल 32-0 गोल रे अंडमान और निकोबर को परास्त करिछि। अन्य एक मैच रे महाराष्ट्र 7-0 गोल रे पुडुचेरी को परास्त करिथिला। हॉकी एसोसिएशन ऑफ ओडिशा एही प्रतियोगितार केरल को भेटी अभियान आरंभ करिवो। नंबर 28 घोषणा हैला आईपीएल 16 रो शेड्यूल। इंडियन प्रीमियर लीग 16तम सीजन पर कार्यसूची घोषणा कर लीग 16तम सीजन 31 मार्च आरंभ हेबो। आईपीएल 2023 प्रथम मैच गुजरात टाइटन्स एवं चेन्नई सुपर किंग्स मध्य खेला। आईपीएल 2023 उद्घाटनी मैच अहमदाबाद स्टेडियम रे खेला। डिफेंडिंग चैंपियन गुजरात टाइटन्स 16तम सीजन उद्घाटनी मैच रे चेन्नई सुपर किंग्स को भेटिबो। टूर्नामेंट 16तम संस्करण मार्च 31 रे आरंभ हेबो एवं शेष लीग मैच मे 21 रे खेला। तेबे आईपीएल 2023 प्लेऑफ मैच पई बीसीसीआई एपर्यंत तारीख प्रकाश करी नाही। नंबर 29 सामी को 4 विकेट 263 अटकिला ऑस्ट्रेलिया। बैटिंग विपर्जय सत्वे भारत विपक्ष बॉर्डर गावस्कर ट्रॉफी द्वितीय टेस्ट रे दम देखी ऑस्ट्रेलिया। टॉस जीति दिल्लीर अरुण जेटली स्टेडियम रे बैटिंग करुवा ऑस्ट्रेलिया तार प्रथम इनिंग्स रे 263 रन करी ऑल आउट हो जाइछि। उस्मान ख्वाजा 81 रन इनिंग्स खेलिथिबा बेले पीटर हैंडस्कम शेष जाए लड़ाई करने सह अपराजित 72 रन इनिंग्स खेली। सेहीपरि भारत पक्षर द्रुत बोलर मोहम्मद सामी 4टी विकेट दखल करिसंती। रवींद्र जाडेजा और रवि अश्विन 3टी लेखाएं सफलता पाइछंती। ऑस्ट्रेलिया ऑल आउट हेबा परे भारत तार प्रथम इनिंग्स आरंभ करिछि। प्रथम दिनर खेल शेष सुधा बिना विकेट रे 21 रन करि नैछि। स्टंप अपसारण बेलको रोहित शर्मा 13 और केएल राहुल 4 रन करी अपराजित रहिछंती। नंबर 30 भरोसा भांगीदेले चेतन शर्मा। एबे शिवसुंदर दास एबे मुख्य चयनकर्ता। स्टिंग ऑपरेशन बेले विस्फोरक बयान देवा भारतीय दलर मुख्य चयनकर्ता चेतन शर्मा पई महंगा पड़िछि। स्टिंग वीडियो सामनाक आसिबा परे चेतन शर्मा मुख्य चयनकर्ता पदर इस्तीफा देइछंती। तांको इस्तीफा पत्र को बीसीसीआई संपादक जयसा मध्य ग्रहण करि नैछंती। चलित वर्ष जनवरी 7 रे चेतन द्वितीय थर पई मुख्य चयनकर्ता भाव में नियुक्त होइथिले, किंतु तांकर गोटिए वीडियो समस्तक विश्वास और भरोसा को भांगी देइछि। चेतन इस्तीफा देइथिबारु चयन कमिटी रे थिबा ओडिया पुओ तथा भारतीय टीम पूर्वतन ओपनर शिवसुंदर दास को मध्यवर्तीकालीन मुख्य चयनकर्ता भाव में नियुक्त करा जाई पारे। एने जातीय गणमाध्यम रे खबर प्रकाश पाइछि। चेतन शर्मा व्यतीत बीसीसीआई चयन कमिटी रे शिवसुंदर दास, सुब्रत बानर्जी, सालिल आंकोल और श्रीधरन शरत रहिछंती। वर्तमान चेतन शर्मा मुख्य चयनकर्ता पदर इस्तीफा देइछंती। भिडियोटी को संपूर्ण देखिथिबारु बहुत बहुत धन्यवाद।